ମୁଁ ତରଭୁଜ ଖାଉଥିଲି, ଇଏ ଏଠି ମୋତେ ଅନେଇଥିଲା। ତ 90 ଡେ ଚ୍ୟାଲେଞ୍ଜ ଭିଡ଼ିଓର ଆଜି ହେଉଛି ଡେ ନମ୍ବର 55 ମାନେ 55। ତ ସକାଳୁ ସକାଳୁ ଉଠିଲା ବେଳୁ ନା ଦେଖିଲା ବେଳୁ ଆମର ନା ପାୱାର କଟ୍ ହେଇଛି, ଆଜି ଲାଇନ୍ ନାହିଁ। ତ ବୋଉ ନା ପିଠା କରିଥିଲା, ତ ମୁଁ ସାଙ୍ଗେ ସାଙ୍ଗେ ପିଠା ଖାଇଦେଲି। ପିଠା ଖାଇସାରିଲା ପରେ ନା ଆଜି ମୋର କଲେଜ ବି ଯିବାର ନଥିଲା, ଆଉ ପାୱାର କଟ୍ ବି ହେଇଯାଇଥିଲା। ତ ମୁଁ ସାଙ୍ଗେ ସାଙ୍ଗେ ଆମ ବାରିକି ପଳେଇଲି। ବାରିରେ ଯେଉଁ ପ୍ରାକୃତିକ ପବନ ଦେଉଥିଲା, ଓହୋ କି ଶାନ୍ତି। ମାଗଣା ଖାଇଲେ ତ ସବୁ ଖାଇବାକୁ ଭଲ ଲାଗେ, ଆଉ ପବନଟା କାହିଁ ଭଲ ଲାଗିବନି। ତାପରେ ମୁଁ ଦେଖିଲା ବେଳୁ ନା ଆମର ଗୋଟେ ତରଭୁଜ ଥିଲା, ଦେଖିବ ତରଭୁଜକୁ ପକେଇକି କେମିତି କାଟି ହେବ। ଦେଖ ମୁଁ କାଟୁଛି, ଦୁମ୍। ହେ ଦେଖିଲ ତ ଥରକରେ କାଟି ହେଇଗଲା। ତ ତାକୁ ସାଙ୍ଗେ ସାଙ୍ଗେ କାଟିଦେଲି, ଆଉ ତାପରେ ମୁଁ ମୋର ବୋଉ କତିକି ନେଇଗଲି। ତା ବୋଉକୁ ମୁଁ ଖଣ୍ଡେ ଦେଇଦେଲି, ବୋଉ ତାପରେ କହୁଛି ଆଉ ଟିକେ ଛୋଟ କଲୁନୁ। ମୁଁ ସେତିକି ଖାଇଦେ, ଭଲ ଲାଗିବନି। ତାପରେ ମୁଁ ବି ଖାଇଦେଲି। ମୁଁ ଖାଇସାରିଲା ପରେ ନା ଏଠି ଗୋଟେ ଆମର ଗାଈ ବନ୍ଧା ହେଇଥିଲା ଆଉ ଜଣଙ୍କର। ତ ସେ ଗାଈ ନା ଖାଲି ମୁଁ ଯେଉଁଠୁ ଖାଉଥିଲି ମୋତେ ହିଁ ଅନୁଥିଲା। ତାପରେ ମୁଁ ତାକୁ ବି ଟିକେ ଦେଇଦେଇଥିଲି। ତାପରେ ମୁଁ ତାକୁ ସେଇଟାକୁ ଦେଇଦେଇଥିଲି, ଆଉ ଗୋଟେ ମୁଁ ଖାଇଥିଲି। ତାପରେ ବୋଉ ତାକୁ ଖାଇସାରିଲା ପରେ ଆଉ ସେ ଚୋପାକୁ ତାକୁ ଦେଇଦେଲା। ତାପରେ ଆମର ନା ହଠାତ୍ ପ୍ଲାନ୍ ହେଇଥିଲା ଗୋଟେ କଲେଜକୁ ଯିବାକୁ। ତ ଏଇ କଲେଜଟା କେଉଁ କଲେଜ, ଯେଉଁ ପିଲାମାନେ ଭିଡ଼ିଓ ଦେଖୁଛ ହେଲା କମେଣ୍ଟ କରି କହିବ। ଦେଖିବା ସେ ପିଲା ସେ କଲେଜ ନା କହିପାରୁଛନ୍ତି କି ନାହିଁ। ତ ତାପରେ ସେଠୁ ତାର ରିଆଡ଼ମିସନ୍ ସାରିଲୁ ମୋ ସାଙ୍ଗର। ତାପରେ ଆମେ ଆମର ଘରକୁ ଫେରିଥିଲୁ। ତ ଘରକୁ ମୁଁ ପଳେଇଲି, ସାଙ୍ଗେ ସାଙ୍ଗେ ଗାଧୋଇ ପଡ଼ିଲି। ତ ଆଜି ଏତେ ଜୋରେ ଖରା ହେଉଛି ନା, ମୁଁ ବୋଉ କହିଥିଲି ପଖାଳ କରିବାକୁ। ତ ମୋ ପାଇଁ ପଖାଳ ଆଉ ଏଠି କ'ଣ ଆଳୁ କଦଳୀ ଭଜା ଆଉ ଏଇଟା ପାଚିଲା। ତ ଗେସ୍ କର କ'ଣ ହେଇଥିବ ତାପରେ। ହଁ ସେଇଆ ହେଲା, ନିଦ ହେଇଗଲା। ଏତେ ଜୋର ନିଦ ହେଲା କି ଭାଙ୍ଗୁ ଭାଙ୍ଗୁ 5ଟା। ଭିଡ଼ିଓଟି ଯଦି ଭଲ ଲାଗିଥିଲା ନା ଫଲୋ ସବସ୍କ୍ରାଇବ୍ କରିଯିବ।